କର୍ମଫଳ କଦାପି ବୃଥା ଯିବନି, କଦାପି ନୁହଁ। ଫଳ ଦେବେ, ଯାଚିକି ଦେବେ। ସେ ତାଙ୍କ ଇଚ୍ଛାରେ ଦେବେ, ଯୋଉଟା ଆମକୁ ଭଲ ସେଇଟା ଦେବେ, ଆମ ଇଚ୍ଛାରେ ନୁହଁ। ବହୁତ କେସ୍ ଷ୍ଟଡି ଅଛି ଲାଇଫରେ। ପରେ ଜଣାପଡ଼େ ଲାଇଫକୁ ରିୱାଇଣ୍ଡ କଲେ, ହଁ ଏଇଟା ହେଇଥିଲେ ଭଲ ହେଇଥାନ୍ତା, ଯୋଉ ଭାବୁଥିଲି ଏଇଟା ହେଇଛି ଠିକ୍ ହେଇଛି, ଏଇଟା ବର୍ତ୍ତମାନ ଯାହା ପାଇଛି ଭଲ ହେଇଛି, ସେଇଟା ହେଇଥିଲେ ଅସୁବିଧା ହେଇଥାନ୍ତା, ପରେ ଜଣାପଡ଼େ। ଫର ଏକ୍ଜାମ୍ପଲ, ମୋର ଜଣେ ଷ୍ଟୁଡେଣ୍ଟ ବାର ରେଲୱେ ପରୀକ୍ଷା ଦେଲା, କହିଲା ସାର୍ ହବନି, ହଉନି। ମୁଁ କହିଲି ହବ, ନିଶ୍ଚୟ ନିଶ୍ଚୟ ସଫଳ ହବ। ବର୍ତ୍ତମାନ ସେ BSNLରେ ଅଛି। ଆଉ ଜଣେ ସେମିତି ବହୁତ ଥର IAS ଦେଲା, ବହୁତ ଥର ଦେଇଛି, OSP ଦେଇଛି, ହେଲାନି। ମୁଁ କହିଲି ସଫଳ ନିଶ୍ଚୟ। ସେ ବର୍ତ୍ତମାନ ରେଲୱେରେ ଅଛି। ବହୁତ କେସ୍ ଅଛି, ବହୁତ କେସ୍ ଷ୍ଟଡି ଅଛି। ନିଜେ ବି ଜାଣିଛି, କର୍ମର ଫଳଟାକୁ ଖାଲି ଟ୍ରାନ୍ସଫର କରିଦେବେ। ଯିଏ BSNLରେ ଅଛି ସେ ତ ସେଥିପାଇଁ ପରୀକ୍ଷା ଦେଇନଥିଲା, ଯିଏ ରେଲୱେରେ ଅଛି ସେଥିପାଇଁ ତ ସେ ପଢ଼ାପଢ଼ି କରିନଥିଲା କିଛି ଏକ୍ସଟ୍ରା। କର୍ମର ଫଳଟାକୁ ଟ୍ରାନ୍ସଫର କରିଦେବେ, କଦାପି ବୃଥା ନୁହଁ। ବହୁ ଜଣଙ୍କୁ ଦେଖିଛି, ବହୁତ ଟ୍ରାଏ କରିଛନ୍ତି, ଏବେ ଜଣେ ଜଣେ ଏଣ୍ଟରପ୍ରିନର ହେଇକି ବସୁଛନ୍ତି, ନିଜର କମ୍ପାନୀ ଅଛି, ନିଜର ଆସେଟ୍ କରିସାରିଲେଣି। ଫଳ ଯାଚିକି ଦେବେ ସେ।